କାକଟପୁର ବିଦ୍ୟୁତ୍ ବିଭାଗର ମନୋମୁଖୀ କାର୍ଯ୍ୟ ଅଘୋଷିତ ବିଦ୍ୟୁତ୍ କାଟ ମାତ୍ରାଧିକ ବିଦ୍ୟୁତ୍ ବିଲ୍ ଆଦାୟ ଲୋ ଭୋଲ୍ଟେଜ୍ 33 କେବି ଲାଇନ୍ର ନବୀକରଣ ତଥା ବାଙ୍ଗୁରି ଗାଁରୁ କାକଟପୁରକୁ 33 କେବି ଲାଇନ୍ ସଂଯୋଗୀକରଣ ଆଦି ବିଭିନ୍ନ ସମସ୍ୟାକୁ ନେଇ ମା ମଙ୍ଗଳା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ଆଦିତ୍ୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ଉପରୋକ୍ତ ଦାବିଗୁଡ଼ିକୁ ନେଇ ଗତ ଜୁନ୍ 12 ତାରିଖରେ ଏକ ଦାବିପତ୍ର କାକଟପୁର ଉପଖଣ୍ଡ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରଶାସନ ଆଦିଙ୍କୁ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସମାଧାନ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ଆସନ୍ତା 13 ତାରିଖ ଦିନ ସଂଘ ପକ୍ଷରୁ କାକଟପୁର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଜନ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ଉକ୍ତ ଆନ୍ଦୋଳନରେ କାକଟପୁର ଅସ୍ତାଙ୍ଗର ସମସ୍ତ ବିଦ୍ୟୁତ୍ ଉପଭୋକ୍ତାମାନେ ଯୋଗଦେଇ ସେମାନଙ୍କ ନ୍ୟାଯ୍ୟ ଦାବି ପାଇବାକୁ ସଂଘ ନିବେଦନ କରିଛି। ଅପରପକ୍ଷରେ ବିଦ୍ୟୁତ୍ କାଟକୁ ନେଇ କୌଣସି ସନ୍ତୋଷଜନକ ସୂଚନା ବିଭାଗୀୟ ଅଧିକାରୀମାନେ ଉପଭୋକ୍ତାମାନଙ୍କୁ ବା ସଂଘକୁ ପ୍ରଦାନ କରୁନଥିବାରୁ ଉପସ୍ଥିତ ଉପଭୋକ୍ତାମାନେ ଅଭିଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।